ଜଟଣୀରେ ଚାରିଆଡେ ମାଡ଼ିଲାଣି ଧଳା ଜହର। ସ୍ଥାନୀୟ ଥାନା ଅଞ୍ଚଳରେ ଜୋରଦାର ଚାଲିଛି ବ୍ରାଉନ ସୁଗାର କାରବାର। ସହରରୁ ଗ୍ରାମାଞ୍ଚଳ ଚାରିଆଡେ ମାଡ଼ିଲାଣି ଏହି ଧଳା ଜହର। ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ନିଶାଳୀଙ୍କର ଉତ୍ପାତରେ ଲୋକେ ଅତିଷ୍ଠ ହୋଇପଡ଼ିଲାଣି। ଥାନାକୁ ଜଣାଇଲେ ମଧ୍ୟ ନିଶା ବେପାରୀ କିମ୍ବା ନିଶାଳୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ତେଣୁ ସାମାଜିକ ପରିବେଶ ନଷ୍ଟ ହେବାକୁ ବସିଲାଣି। ଏହି ନେଇ ଚିନ୍ତା ପ୍ରକଟ କରିବା ସହ ସ୍ଥାନୀୟ ଖୁଦୁପୁର ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇ ନିଶା କାରବାର ବନ୍ଦ କରିବାକୁ ଦାବି କରିଛନ୍ତି। ନିଶା ବେପାରୀ ଓ ନିଶାଳୀଙ୍କର ଉତ୍ପାତରେ ସନ୍ଧ୍ୟା ପରେ ଗ୍ରାମରେ ମହିଳାମାନେ ବାହାରକୁ ବାହାରିବାକୁ ଭୟ କରୁଥିବା ସମୟରେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ନିଶାଳୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ନିଶା କାରବାର ଚାଲିବା ଦ୍ୱାରା ଗାଁ ଛକରେ ଅସାମାଜିକ ଯୁବକମାନଙ୍କର ଆଡ୍ଡା ଜମୁଛି। ସେମାନେ ଝିଅ ବୋହୂଙ୍କୁ ଘାଟରେ କମେଣ୍ଟ ମାରୁଛନ୍ତି। ବିରୋଧ କଲେ ନିଶା ବେପାରୀ ଧମକ ଦେଉଛନ୍ତି। ତେଣୁ ନିଶା ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବିପତ୍ର ଦେଇଛନ୍ତି।